ଜୟପୁର ସହରରେ ଅବସ୍ଥିତ ଥିବା କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ ବୋର୍ଡ ଯେଉଁ ଚାଷୀମାନେ ଋଣ ନେଇଥିଲେ ସରକାରଙ୍କ ପକ୍ଷରୁ କିଛି ମାତ୍ରାରେ ସବସିଡି ମଧ୍ୟ ଦିଆଯାଇଥିଲା। କିନ୍ତୁ ଆଜିର ଏହି ବୈଠକରେ ଆଲୋଚନା କରାଯାଇଛି ଯେ ଯେଉଁ ଚାଷୀ କୃଷି ଶ୍ରମିକମାନେ ଋଣ ନେଇଥିଲେ ତାହା ଆଜି ପର୍ଯ୍ୟନ୍ତ ଫେରସ୍ତ କରିନାହାନ୍ତି। ସେଥିପାଇଁ ବ୍ୟାଙ୍କର ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଏକ ବୈଠକର ଆୟୋଜନ କରି ଋଣ ନେଇଥିବା ଚାଷୀମାନଙ୍କ ପ୍ରତି ଗୋଟିଏ ଦିନରେ ସମାଧାନ କରିବା, ଇଂରାଜୀରେ କୁହାଯାଏ ୱାନ୍ ଟାଇମ୍ ସେଟଲମେଣ୍ଟ, ସେଭଳି ଭାବରେ ଫେରସ୍ତ ଆଣିପାରିବା ବୋଲି ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ତିରୁପତି ଭତ୍ରା, ନିର୍ଦ୍ଦେଶକ ରମାକାନ୍ତ ରାଉଳ, ନିର୍ଦ୍ଦେଶକ ବାନାଗୁଡ଼ି ତିରୁପତି ରାଉ, ସଂଘମିତ୍ରା ପଟ୍ଟନାୟକ, ଭୀମ ହରିଜନ, ପ୍ରଭା ଜାନି, ଗୋପୀ ପାଙ୍ଗି, ଶୈଲିନ୍ଦର ଭତ୍ରା, ଶ୍ୟାମଲା ବଞ୍ଜାରା, ମନିକା ରୟ, ଅତିଲ କୁମାର ମଲ୍ଲିକ, ହରିଶ ଚନ୍ଦ୍ର ମଲ୍ଲିକ ଏକତ୍ରିତ ହୋଇ କାର୍ଯ୍ୟକ୍ରମଟିକୁ ଏକତ୍ରିତ ଭାବରେ ଆଲୋଚନା କରି ସମାପନ କରିଥିଲେ। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।